ସିଏ ତ କହୁଛନ୍ତି, ସିଏ ତ ବାହାର ଲୋକ ନା, ସେ କଣ ମୋ ନିଜ ଲୋକ ହେଇଛନ୍ତି କି? ସିଏ କହିବା କଥା କୁହନ୍ତୁ, ସେଗୁଡା ଶୁଣିବା ନାହିଁ। ଯାହା ଘରେ ମା ବୋଉ ନଥିବ ସେ ଏଇମାନେ କହିବେ। କି ତାଙ୍କ ସ୍ତ୍ରୀ କି ତାଙ୍କ ଝିଅ ମାନଙ୍କୁ ବାନ୍ଧିକି ରଖିନାହାନ୍ତି। ମୋ ସହିତ ଏବେ ଯାହା ଘଟିଛି ସେଇଟା ମୁଁ ଜାଣିଛି। କାଲି ସକାଳେ ତାଙ୍କ ଘରେ ନହବ, ସେମାନେ କହିପାରିବେ କି? ଆଜି ମୋ ପରିସ୍ଥିତି ପଡିଛି ବୋଲି ସେମାନେ ହସୁଛନ୍ତି। କୋଉ ସ୍ତ୍ରୀ ଲୋକ କି କୋଉ ଝିଅ ପିଲା ଭଲ ନାହାନ୍ତି। ଆଜି ମୋ ଘରେ ହେଇନି, କାଲି ତମ ଘରେ ହବ, କାଲି ତାଙ୍କ ଘରେ ବି ହେଇପାରିବ। ଏଇଟା କେହି ଭାଗ୍ୟରେ ଲେଖିନାହାନ୍ତି, ଏଇଟା ଉପର ବାଲା କରିବ। ଆଉ ଯୋଉମାନେ ମତେ କହୁଛନ୍ତି ଛୁଆ ପିଲା ସ୍ୱାମୀ ସଂସାରକୁ ଛାଡିକି ଆସିକି କଣ ପାଇଁ ଫାଇଦା ପାଇଲୁ, କଣ ପାଇଁ ବାସନ ମାଜିଲୁ, କଣ ପାଇଁ ତ ଥଟ୍ଟା ମଜାରେ କହୁଛନ୍ତି। ମୋ ସମିସ୍ତେ ଭିତରେ କି ମୋ ପରିବାର ଭିତରେ କଣ ହେଇଛି ସେଟା ମୁଁ ଜାଣିଛି। ସାରା ଓଡିଶା ତ ଜାଣିନାହାନ୍ତି ନା। ମୋ ବାପା ମା ମୋ ସ୍ୱାମୀ ମୁଁ କଣ ପାଇଁ ଭୁଲ ବାଟକୁ ଆସିଲି ସେମାନେ ଜାଣିଛନ୍ତି। ମୁଁ ତାଙ୍କ ପାଇଁ କେତିକ କରୁଛି, ମୁଁ ସାରା ଓଡିଶା ପାଇଁ କି କରୁନି। ଭୁଲ କରିଥିବି ଯଦି କରିଥିବି, କାହିଁକି ନା ଛୋଟ ଛୁଆକୁ ଛାଡି ଛୁଡିକି ଯୋଉଠୁ ଆଇଛି ସେଇଥିପାଇଁ ଭୁଲ ଭାଲ ଦଉଛନ୍ତି କି ଆଉ କଣ ଦେଖିକି ବୋଧେ ଦଉଛନ୍ତି କି କଣ ସିଏ ଜାଣିଥିବେ। ମୁଁ କଣ ସେଗୁଡା କହିପାରିବି? ସିଏ ଦିଅନ୍ତୁ, ସେ କେତେ ଦିନ ଦେବେ, ଦେଇ ଦେଇକା ରହିବେ। କାଲି ସକାଳେ ତାଙ୍କ ଘର ନହବା ପାଇଁ କି ବି କେହି ଭାଗ୍ୟରେ କହିନାହାନ୍ତି। ତାଙ୍କ ଘରେ ବି ମା ଭଉଣୀ ଅଛନ୍ତି। ଆଉ ବାଗେଇ ସାଗେଇ କଥାବାର୍ତ୍ତା କରନ୍ତୁ। ମୁଁ କଣ ପାଇଁ ଭୁଲ ବାଟକୁ ଆଇଲି କାହିଁ କହିଲି ସେଇଟା ମୁଁ ଜାଣିଛି, ମୋ ମନ ଜାଣିଛି। ଆଉ ଯିଏ ବି ମୋ ସହିତ ଏମିତି କରିଛି କେବେ ବି ସେ ଶାନ୍ତିରେ ରହିବନି, ତାକୁ ବି ଉପର ବାଲା ଦେଇଛି। ଏଇଟା ମନେ ରଖନ୍ତୁ। କାଲି ସକାଳେ ତମର ବି ଝୁଅ ହବ, ତମ ସ୍ତ୍ରୀ ବି ଭୁଲ ବାଟକୁ ଯିବ। ପରକୁ କହିବା ଆଗରୁ ନିଜକୁ ନିଜେ ଦେଖ।